ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆଜି ହେଉଛି ଫେବୃଆରୀ ମାସ 3 ତାରିଖ ଶନିବାର। ଆପଣମାନଙ୍କ ପାଇଁ ନେଇ ଆସିଛି ଆଜି ଦିନର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆପଣଙ୍କର ଭଲ ପାଇବା ସ୍ୱରୂପ ଗୋଟେ ଲାଇକ୍ କରିଦିଅନ୍ତୁ। ତା ପୂର୍ବରୁ ଚ୍ୟାନେଲକୁ ନୂଆ କରି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏମିତି ପ୍ରତିଦିନ ଲାଟେଷ୍ଟ ନ୍ୟୁଜ୍ ସର୍ବପ୍ରଥମେ ଦେଖିବା ପାଇଁ ଏବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ଖବର, ଜବ୍ କାର୍ଡ ଦେଖାଇ ଖାଇଗଲେ 55 ଲକ୍ଷ ଟଙ୍କା। ବନ୍ଧା ହେଲେ ଫରେଷ୍ଟର। କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମାଲ ରାମପୁର ରେଞ୍ଜର ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ଼ଙ୍କୁ 55 ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ଗିରଫ କରିଛି। ଗତ 2024-25ରେ ବୃକ୍ଷରୋପଣ ନାଁରେ ନକଲି ମାଷ୍ଟର ରୋଲ ଓ ଜବ୍ କାର୍ଡ ଦେଖାଇ ଏହି ଟଙ୍କାକୁ ସେ ଆତ୍ମସାତ କରିଥିବା ଜଣାପଡ଼ିଛି। ବର୍ତ୍ତମାନ ସେ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ରେଞ୍ଜରେ ହାତୀର ଗତିବିଧି ତଦାରଖ କରିବା ପାଇଁ ନିୟୋଜିତ ଥିଲେ। ପରବର୍ତ୍ତୀ ଖବର, ଜଣେ ଶିକ୍ଷକଙ୍କୁ 2ଟି ପେନ୍ସନ୍। 2 ଥର ମିଳିଛି ଗ୍ରାଚ୍ୟୁଟି ଟଙ୍କା। ପ୍ରାୟ 16 ବର୍ଷ ହେଲା ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ 2ଟି ପେନ୍ସନ୍ ମିଳୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନାରେ। ପ୍ରଧାନ ଶିକ୍ଷକ ଭାବେ ରାଧାକୃଷ୍ଣ ଆଚାର୍ଯ୍ୟ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବେତାରସିଂଠାରେ 2010 ସେପ୍ଟେମ୍ବର 30ରେ ଅବସର ନେଇଥିଲେ। ସେତେବେଳେ ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ କିଛି କାର୍ଯ୍ୟାଳୟ ନଥିଲା। ସମସ୍ତ ଶିକ୍ଷା ବ୍ୟବସ୍ଥାକୁ ବିଡିଓ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରା ପରିଚାଳନା ହେଉଥିଲା, ଯାହାକି ଜଣେ ପ୍ରଧାନ ଶିକ୍ଷକଙ୍କ ସହ ବ୍ଲକରେ ଥିବା ଶିକ୍ଷା ବିଭାଗ କାର୍ଯ୍ୟାଳୟରେ ମଧ୍ୟ କିରାଣୀ ଭାବରେ କାର୍ଯ୍ୟ କରୁଥିଲେ, ଯାହାର ଫାଇଦା ନେଇ 2ଟି ପେନ୍ସନ୍ ଆଜକୁ 15 ବର୍ଷ ହେବ ସେ ପାଉଛନ୍ତି। 2010 ମସିହାରୁ ବର୍ତ୍ତମାନ ସୁଦ୍ଧା ଦୀର୍ଘ 15 ବର୍ଷ ହେବ 2ଟି ପେନ୍ସନ୍ ପାଉଛନ୍ତି। ଏମିତିକି ଦୁଇ ଥର ଗ୍ରାଚ୍ୟୁଟି ଟଙ୍କା ଗୋଟିଏ ବର୍ଷରେ କେମିତି ପାଇଲେ, ଯାହାକୁ ନେଇ ଶିକ୍ଷା ବ୍ୟବସ୍ଥା ଉପରେ ଏକ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଯାହାକୁ ନେଇ ସଂଖ୍ୟା 12,131ରେ ମୋହନା ବିଡିଓ, ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଆସିଛି, ଯାହାକି ବ୍ଲକ ଶିକ୍ଷା ଅଧିକାରୀ ନରେନ୍ଦ୍ର କୁମାର ବେହେରା ତଦନ୍ତ ଚାଲିଥିବା କହିଥିବା ବେଳେ କିଭଳି ଭାବେ ଏତେ ବଡ଼ ଘଟଣା ଘଟିଲା କେହି ଜାଣିପାରିଲେ ନାହିଁ, ତାହା ଏକ ପ୍ରକାର ସନ୍ଦେହ ଘେରରେ ରହିଛି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ଅବସରକୁ ନେଇ ବଡ଼ ନିଷ୍ପତ୍ତି ନେଲେ ବିଜେପି ସରକାର। ଜାଣିଲେ ଖୁସିରେ ଝୁମିବେ କର୍ମଚାରୀ। ଜିଲ୍ଲା ପ୍ରଶାସନ ଡିସେମ୍ବର 31 ବୁଧବାର ବର୍ଷର ଶେଷ ଦିନ କଲେକ୍ଟରେଟ୍ରେ ଆସ୍ଥା କକ୍ଷରେ ଆୟୋଜିତ ଏକ ଗାରିମାମୟ ଉତ୍ସବରେ ବସ୍ତର ଜିଲ୍ଲାର ବିଭିନ୍ନ ବିଭାଗର 11 ଜଣ ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଏକ ହୃଦୟସ୍ପର୍ଶୀ ବିଦାୟ ଦେଇଛନ୍ତି। କଲେକ୍ଟର ହରିଶ ଏସ୍ଙ୍କ ନିର୍ଦ୍ଦେଶ ପାଳନ କରି ପ୍ରଶାସନ ସମସ୍ତ ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଅବସର ଦିବସରେ ପେନ୍ସନ୍ ପେମେଣ୍ଟ ଅର୍ଡର, ଗ୍ରାଚ୍ୟୁଟି ପେମେଣ୍ଟ ଅର୍ଡର ଏବଂ ଭବିଷ୍ୟନିଧି ପାଣ୍ଠି ପ୍ରଦାନ ଅର୍ଡର ପ୍ରଦାନ କରି ସମ୍ବେଦନଶୀଳତା ଏବଂ ସୁସମ୍ମାନ ପ୍ରଦର୍ଶନ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଜିଲ୍ଲା ପଞ୍ଚାୟତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତୀକ ଜୈନ ସମସ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଶାଳ, ନଡ଼ିଆ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ। ପ୍ରଶାସନର ତତ୍ପରତା କର୍ମଚାରୀମାନଙ୍କୁ ସେମାନଙ୍କ ବିଦାୟ ସମୟରେ ସେମାନଙ୍କ ହାତରେ ପେନ୍ସନ୍ ପେମେଣ୍ଟ ଅର୍ଡର, ଗ୍ରାଚ୍ୟୁଟି ପେମେଣ୍ଟ ଅର୍ଡର ଏବଂ ଭବିଷ୍ୟନିଧି ପାଣ୍ଠି ପ୍ରଦାନ ଅର୍ଡର ପ୍ରଦାନ କରିଥିଲେ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ଗ୍ରୀନ୍ ଷ୍ଟିକର ନେଇ ପରିବହନ ବିଭାଗର ବଡ଼ ଘୋଷଣା। ସବୁ ଆରଟିଓରେ ଖୋଲିବ। ଆସନ୍ତା 10 ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର। ପଲ୍ୟୁସନ କରିଥିବା ଗାଡ଼ିରେ ଲଗାଇ ପାରିବେ ଲୋକେ। ଏନେଇ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଆରଟିଓ ମାନଙ୍କରେ ଗ୍ରୀନ୍ ଷ୍ଟିକର ପ୍ରଦାନ କରାଯିବ। ତେବେ ଯେଉଁମାନଙ୍କର ପଲ୍ୟୁସନ ସାର୍ଟିଫିକେଟ୍ ରହିଛି ସେମାନେ ଏହି ଗ୍ରୀନ୍ ଷ୍ଟିକର ନେଇପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ତେବେ ଯେଉଁମାନେ 10 ତାରିଖ ପରେ ପଲ୍ୟୁସନ ସାର୍ଟିଫିକେଟ୍ କରିବେ ସେମାନଙ୍କୁ ପିୟୁସିସି ସେଣ୍ଟରରେ ଗ୍ରୀନ୍ ଷ୍ଟିକର ମିଳିବ। ତେବେ ଏନେଇ ଆରଟିଓ ଅଫିସର ଏକ ସ୍ପେଶାଲ ସେଣ୍ଟର ଖୋଲିବ। ତେବେ ଗ୍ରୀନ୍ ଷ୍ଟିକର ଦିଆଯିବା ପୂର୍ବରୁ ପଲ୍ୟୁସନ ସାର୍ଟିଫିକେଟ୍, ଆରସି ତଥା ଗାଡ଼ିର ସମସ୍ତ କାଗଜପତ୍ର ଯାଞ୍ଚ କରାଯିବ। ତେବେ ଆରଟିଓ ଅଫିସ ଯାଇ ଗ୍ରୀନ୍ ଷ୍ଟିକର ଆଣିବା ସମୟରେ ଅରିଜିନାଲ ପିୟୁସିସି କପି, ଆରସି ଏବଂ ପରିଚୟ ପତ୍ର ଦେଖାଇବାକୁ ହେବ। ଯଦି ଗାଡ଼ି ମାଲିକଙ୍କ ବିନା ଅନ୍ୟ କେହି ଯାଇ ଗ୍ରୀନ୍ ଷ୍ଟିକର ଆଣନ୍ତି ତେବେ ଗାଡ଼ି ମାଲିକଙ୍କ ଅଥରାଇଜ ଦେଖାଇବାକୁ ହେବ। ତେବେ ଗ୍ରୀନ୍ ଷ୍ଟିକର ମାରିବା କୌଣସି ବାଧ୍ୟତାମୂଳକ ନୁହେଁ, କେବଳ ଚେକିଂ ସମୟରେ ହିଁ ସହଜରେ ହୋଇପାରିବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର, ମାର୍ଚ୍ଚ ପ୍ରଥମ ସପ୍ତାହରୁ ପଞ୍ଚମ ଓ ଅଷ୍ଟମରେ ବାର୍ଷିକ ପରୀକ୍ଷା। ଏପ୍ରିଲରେ ସପ୍ଲିମେଣ୍ଟାରୀ ପରୀକ୍ଷା, ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ବାର୍ଷିକ ପରୀକ୍ଷା ହେବ। ପାସ୍ ଫେଲ୍ ବ୍ୟବସ୍ଥା ରହିବ। ପ୍ରଥମରୁ ଚତୁର୍ଥ ଶ୍ରେଣୀ ଓ ଷଷ୍ଠ ସପ୍ତମ ଶ୍ରେଣୀ ପିଲାଙ୍କର ସମେଟିଭ ଆସେସମେଣ୍ଟ ହେବ। ମାର୍ଚ୍ଚ ମାସର ପ୍ରଥମ ସପ୍ତାହରୁ ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ପରୀକ୍ଷା ଫଳ ଘୋଷଣା ହେବ। ମାର୍ଚ୍ଚ 16ରୁ ଏପ୍ରିଲ 15 ତାରିଖ ମଧ୍ୟରେ ପରୀକ୍ଷାରେ ଫେଲ୍ ହୋଇଥିବା କିମ୍ବା କମ୍ ମାର୍କ ରଖିଥିବା ପିଲାଙ୍କର ପ୍ରତିକାର କାର୍ଯ୍ୟକ୍ରମ କରାଯିବ। ଏହାକୁ ବିଷୟଭିତ୍ତିକ ଶିକ୍ଷକ କରିବେ। ଏପ୍ରିଲ ତୃତୀୟ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ଚତୁର୍ଥ ସପ୍ତାହରେ ଫଳ ପ୍ରକାଶ ପାଇବ।
ଏନେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଅସେପ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ହୋଇଛି। ଚିଠି ଅନୁଯାୟୀ ସ୍କୁଲର ସ୍ତରରେ ମାର୍ଚ୍ଚ 2 ତାରିଖରେ ପ୍ରଶ୍ନପତ୍ର ପହଞ୍ଚିବ ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର ସ୍ମାର୍ଟ ମିଟରର ସ୍ମାର୍ଟ ନିଷ୍ପତ୍ତି। ଆଜି ଓଡ଼ିଶାର ବିଦ୍ୟୁତ୍ କ୍ଷେତ୍ରରେ ସଂସ୍କାରକୁ ନେଇ ଚର୍ଚ୍ଚା ଜୋର ଧରିଛି, କିନ୍ତୁ ଦୁର୍ଭାଗ୍ୟବଶତଃ ଏଥିମଧ୍ୟରୁ ଅନେକ ତଥ୍ୟ ଭ୍ରମାତ୍ମକ। କୌଣସି ବୈଷୟିକ ଜ୍ଞାନ ନଥାଇ ନିଜକୁ ବିଦ୍ୟୁତ୍ ବିଶେଷଜ୍ଞ ବୋଲି ଦାବି କରୁଥିବା କିଛି ଲୋକ ସ୍ମାର୍ଟ ମିଟରକୁ ନେଇ ଭୁଲ ତଥ୍ୟ ପ୍ରଚାର କରୁଛନ୍ତି। ବିବାଦରେ କେନ୍ଦ୍ରରେ ରହିଛି ସ୍ମାର୍ଟ ମିଟର ପ୍ରଚଳନ। ବାସ୍ତବରେ ସ୍ମାର୍ଟ ମିଟର ହେଉଛି ଏକ ଅତ୍ୟାବଶ୍ୟକ ସଂସ୍କାର ଯାହା ଭାରତର ଅନ୍ୟାନ୍ୟ ରାଜ୍ୟରେ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିସାରିଛି। ଗଣତନ୍ତ୍ରରେ ଆଲୋଚନା ହେବା ଭଲ, କିନ୍ତୁ ମିଥ୍ୟା ପ୍ରଚାର ଯୋଗୁଁ ଓଡ଼ିଶା ଭଳି ଏକ ପ୍ରଗତିଶୀଳ ରାଜ୍ୟ ଯେପରି ବିକାଶ ପଥରେ ପଛାଇ ନଯାଏ, ସେଥିପ୍ରତି ଆମକୁ ସତର୍କ ରହିବାକୁ ହେବ। ସ୍ମାର୍ଟ ମିଟର କୌଣସି ନୂଆ ପରୀକ୍ଷା ନୁହେଁ, ବରଂ ଏହା ବିଶ୍ୱସ୍ତରୀୟ ଗ୍ରହଣୀୟ ଏକ ବ୍ୟବସ୍ଥା ଯାହା ସଠିକ୍ ବିଲିଂ ସୁନିଶ୍ଚିତ କରେ, ବିଦ୍ୟୁତ୍ ଚୋରି ରୋକେ, ସେବାର ଯୋଗାଣ ମାନରେ ଉନ୍ନତି ଆଣେ ଏବଂ ବିଦ୍ୟୁତ୍ ବଣ୍ଟନ କମ୍ପାନୀଗୁଡ଼ିକର ଆର୍ଥିକ ଅବସ୍ଥାରେ ସୁଧାର ଆଣେ ବୋଲି ଖବର ମିଳିଛି। ସ୍ମାର୍ଟ ମିଟର ବିରୋଧରେ ସବୁଠାରୁ ବଡ଼ ଯୁକ୍ତି ହେଉଛି ଯେ ଉପଭୋକ୍ତାଙ୍କ ତଥ୍ୟ ଦୂରେଇ ଦେବା ସର୍ଭେରେ ରହୁଥିବା ଏଥିରେ ହେରଫେର କରାଯାଇପାରେ। କିନ୍ତୁ ଆଜିର ଆଧୁନିକ ଯୁଗରେ ଆମେ ପ୍ରତିଦିନ ମୋବାଇଲ ବିଲ୍, ବ୍ୟାଙ୍କିଂ କାରବାର, ଏୟାରଲାଇନ୍ ଟିକେଟ୍ ଏବଂ ସେୟାର ବଜାର ପାଇଁ ଡିଜିଟାଲ ବ୍ୟବସ୍ଥା ଉପରେ ନିର୍ଭର କରୁଛୁ। ସେଠାରେ ମଧ୍ୟ ତଥ୍ୟ ଦୂରାଇବା ପାଇଁ ସର୍ଭେରେ ହିଁ ସୁରକ୍ଷିତ ଥାଏ। ବିଦ୍ୟୁତ୍ ମିଟର ମଧ୍ୟ ସେଭଳି ଏକ ବ୍ୟବସ୍ଥା। ସାଧାରଣ ଭାବରେ କହିଲେ ସ୍ମାର୍ଟ ମିଟର ହେଉଛି ଏକ ସ୍ଥିର ବିଦ୍ୟୁତ୍ ମିଟର ଯେଉଁଥିରେ କେବଳ ଏକ କମ୍ୟୁନିକେସନ୍ ମଡ୍ୟୁଲ ଲାଗିଛି। ଏହା ଉପଭୋକ୍ତାଙ୍କ ପରିସରରେ ବିଦ୍ୟୁତ୍ ଖର୍ଚ୍ଚର ହିସାବ ରଖେ ଏବଂ ସେହି ତଥ୍ୟକୁ ସୁରକ୍ଷିତ ଭାବେ ପଠାଇଥାଏ। ଏହି ପ୍ରଯୁକ୍ତି ବିଦ୍ୟା କୌଣସି ଅଜବ ବା ରହସ୍ୟମୟ ଜିନିଷ ନୁହେଁ। ଓଡ଼ିଶା ତଥା ସାରା ଭାରତରେ ଲଗାଯାଉଥିବା ସ୍ମାର୍ଟ ମିଟର ଗୁଡ଼ିକ ଭାରତୀୟ ମାନକ ବ୍ୟୁରୋ ର ନିର୍ଦ୍ଦିଷ୍ଟ ନିୟମାବଳୀ OC 16444 ଅନୁଯାୟୀ ପ୍ରସ୍ତୁତ। ଏହି ମିଟର ଗୁଡ଼ିକରେ ତଥ୍ୟ ଏପରି ଏକ ଫର୍ମାଟରେ ରହେ ଯାହାକୁ କେହି ବଦଳାଇ ପାରିବେ ନାହିଁ। ଥରେ ରିଡିଂ ରେକର୍ଡ ହୋଇଗଲା ପରେ ତାକୁ ଏଡିଟ୍ କରିବା ସମ୍ଭବ ନୁହେଁ। ବିଦ୍ୟୁତ୍ କମ୍ପାନୀଗୁଡ଼ିକ କେବଳ ପରିଚାଳନାଗତ କାରଣରୁ ଦୂରରୁ ବିଦ୍ୟୁତ୍ ସଂଯୋଗ କାଟିପାରିବେ ବା ଯୋଡ଼ି ପାରିବେ, କିନ୍ତୁ ଆପଣଙ୍କ ବ୍ୟବହାର ହୋଇଥିବା ବିଦ୍ୟୁତ୍ ରିଡିଂରେ ହେରଫେର କରିପାରିବେ ନାହିଁ। ଏହି ସମସ୍ତ ବ୍ୟବସ୍ଥା ଏନକ୍ରିପ୍ଟେଡ୍ ଏବଂ ନିୟମିତ ଭାବେ ଯାଞ୍ଚ କରାଯାଏ। ତେଣୁ ମିଟରରେ ତଥ୍ୟର ହେରଫେର କରାଯାଉଥିବା ଅଭିଯୋଗର କୌଣସି ବୈଷୟିକ ବା ଆଇନଗତ ପ୍ରମାଣ ନାହିଁ। ଉପଭୋକ୍ତାଙ୍କ ପ୍ରକୃତ ସମସ୍ୟା ଓ ଭିତ୍ତିଭୂମିର ଗୁଜବ ମଧ୍ୟରେ ଥିବା ଫରକକୁ ବୁଝିବା ଆବଶ୍ୟକ। ସ୍ମାର୍ଟ ମିଟର କିପରି କାମ କରିବ ଏବଂ ଏହାର ଗୁଣବତ୍ତା କିପରି ରହିବ ତାହା କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣର ବିଦ୍ୟୁତ୍ ବିଶେଷଜ୍ଞମାନଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ପରବର୍ତ୍ତୀ ଖବର 2024ରେ ଇପିଏଫ୍ଓର ବଡ଼ ପରିବର୍ତ୍ତନ। ଏବେ ଏଟିଏମ୍ ଏବଂ ୟୁପିଆଇରୁ ଉଠାଇ ପାରିବେ ପିଏଫ୍ ଟଙ୍କା। ଜାଣନ୍ତୁ ପ୍ରୋସେସ୍। ଲକ୍ଷ ଲକ୍ଷ ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ସେମାନଙ୍କର ଭବିଷ୍ୟ ନିଧି ପାଣ୍ଠି ପିଏଫ୍ ବା ପ୍ରୋଭିଡେଣ୍ଟ ଫଣ୍ଡ ଟଙ୍କା ସେମାନଙ୍କ ଜୀବନର ସବୁଠାରୁ ବଡ଼ ସଞ୍ଚୟ ଏବଂ ଏକ ଜୀବନରେଖା। ପିଲାମାନଙ୍କ ଶିକ୍ଷା, ବିବାହ, ଘର ନିର୍ମାଣ କିମ୍ବା ଅସୁସ୍ଥତା ସମେତ ରୋଗ ସମୟରେ ପିଏଫ୍ ପାଣ୍ଠି ସେମାନଙ୍କର ପ୍ରାଥମିକ ସହାୟତା ଉତ୍ସ। ତଥାପି ଏପର୍ଯ୍ୟନ୍ତ ପିଏଫ୍ ଉଠାଣ ପ୍ରକ୍ରିୟା କଷ୍ଟକର ଏବଂ କାଗଜପତ୍ରରେ ପରିପୂର୍ଣ୍ଣ ହୋଇ ଆସିଛି। ଏବେ କେନ୍ଦ୍ର ସରକାର ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ପରିବର୍ତ୍ତନ କରିବାକୁ ଯାଉଛନ୍ତି। କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡିଆ ଅନୁଯାୟୀ ମାର୍ଚ୍ଚ 2026 ପୂର୍ବରୁ ପିଏଫ୍ ପାଣ୍ଠି ଉଠାଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ଡିଜିଟାଲ ଏବଂ ସହଜ ହେବ। ନୂତନ ଅପଡେଟ୍ କ'ଣ ଆସନ୍ତୁ ଜାଣିବା। ଏଟିଏମ୍ ଏବଂ ୟୁପିଆଇ ସୁବିଧା ମାର୍ଚ୍ଚ 2026 ସୁଦ୍ଧା ଇପିଏଫ୍ଓ ଏକ ସୁବିଧା ଆରମ୍ଭ କରିବାକୁ ଯାଉଛି, ଯାହା ଆପଣଙ୍କୁ ସିଧାସଳଖ ଏଟିଏମ୍ କିମ୍ବା ୟୁପିଆଇ ମାଧ୍ୟମରେ ଆପଣଙ୍କର ପିଏଫ୍ ଉଠାଣ କରିବାକୁ ଅନୁମତି ଦେବ। ଦ୍ୱିତୀୟରେ ହେଉଛି 75% ପର୍ଯ୍ୟନ୍ତ ଉଠାଣ। ନୂତନ ବ୍ୟବସ୍ଥା ଅନୁଯାୟୀ କର୍ମଚାରୀମାନେ କୌଣସି ବିଳମ୍ବ କିମ୍ବା ଜଟିଳ ଫର୍ମ ବିନା ତୁରନ୍ତ ସେମାନଙ୍କର ମୋଟ ଜମାର 75% ଟଙ୍କା ଉଠାଇ ପାରିବେ। ବାକି 25% କ'ଣ ହେବ? କର୍ମଚାରୀଙ୍କ ଅବସର ସୁରକ୍ଷିତ କରିବା ପାଇଁ ବାକି 25% ଆକାଉଣ୍ଟରେ ରଖାଯିବ। କାଗଜପତ୍ର କାରବାର ଶେଷ। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଏଫ୍ ଉଠାଣର ବିଳମ୍ବ ଏବଂ 10ଟି ଭିନ୍ନ ପୂରଣ କରିବାର ଝଞ୍ଜଟକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିବ। ପଞ୍ଚମରେ ହେଲା ୟୁପିଆଇ ସହିତ ପିଏଫ୍ ଆକାଉଣ୍ଟଗୁଡ଼ିକୁ ଲିଙ୍କ କରିବା ପାଇଁ ଆବଶ୍ୟକତା। ଯେତେବେଳେ ଏହି ବୈଶିଷ୍ଟ୍ୟ ଆନୁଷ୍ଠାନିକ ଭାବରେ ଆରମ୍ଭ ହୁଏ, ଏହାକୁ ସକ୍ରିୟ କରିବା ପାଇଁ କିଛି ସର୍ତ୍ତ ବାଧ୍ୟତାମୂଳକ ହେବ। ୟୁଏଏନ୍ ଆକ୍ଟିଭେସନ୍ ଆପଣଙ୍କର ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ସକ୍ରିୟ ବା ଆକ୍ଟିଭ ହେବା ଆବଶ୍ୟକ। ଆଧାର କାର୍ଡ, ପାନ୍ କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ୟୁଏଏନ୍ ସହିତ ଲିଙ୍କ ହେବା ଆବଶ୍ୟକ। ମୋବାଇଲ ନମ୍ବର ଆପଣଙ୍କର ମୋବାଇଲ ନମ୍ବର, ଆଧାର ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ ହେବା ଆବଶ୍ୟକ, କାରଣ ସମ୍ପୂର୍ଣ୍ଣ ପ୍ରକ୍ରିୟା ଓଟିପି ଆଧାରିତ ହେବ। ସୁବିଧା ସହିତ ଚିନ୍ତା ସହ ପ୍ରଭାବ ପକାଇବ। ଜରୁରୀକାଳୀନ ପରିସ୍ଥିତିରେ ସହଜରେ ପିଏଫ୍ ଉଠାଣ ଲୋକଙ୍କୁ ଆଶ୍ୱସ୍ତି ଦେବ, କିନ୍ତୁ ବିଶେଷଜ୍ଞମାନେ ଏହାର ପ୍ରତିକ୍ରିୟା ବିଷୟରେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ପରବର୍ତ୍ତୀ ଖବର ଗାଁରେ ପହଞ୍ଚି ପାରୁନି ସରକାରୀ ଯୋଜନା। କଟକ ବାଙ୍କିର 3ଟି ପଞ୍ଚାୟତକୁ ଗଡ଼ୁନି ଲକ୍ଷ୍ମୀ ବସ୍। ଗ୍ରାମାଞ୍ଚଳର ଲୋକମାନେ କିଭଳି ସୁବିଧାରେ ଓ କମ୍ ଖର୍ଚ୍ଚରେ ଯାତାୟାତ କରିପାରିବେ ସେଥିପାଇଁ ପୂର୍ବ ସରକାର ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ବେଶ୍ ଫଳପ୍ରଦ ବି ହୋଇଛି,
କିନ୍ତୁ କଟକ ଜିଲ୍ଲା ବାଙ୍କୀ ସବ୍ ଡିଭିଜନରେ ଏବେ ବି ଅନେକ ପଞ୍ଚାୟତକୁ ଲକ୍ଷ୍ମୀ ବସ୍ ଗଡ଼ି ପାରିନି, ଯାହାଫଳରେ କି ଏଠାକାର ବାସିନ୍ଦା ଯାତାୟାତର ଅନେକ ସମସ୍ୟା ଭୋଗ କରୁଛନ୍ତି। ବାଙ୍କୀ ସବ୍ ଡିଭିଜନ ଅନ୍ତର୍ଗତ ଡମ୍ପଡ଼ା ବ୍ଲକର ଗୋବିନ୍ଦପୁର, ଦୋଲଣାପୁର ଓ ତାଳବସ୍ତ୍ର ପଞ୍ଚାୟତର ଅନେକ ସ୍ଥାନରେ ଫେବୃଆରୀ 2024ରେ ନିର୍ମାଣ ହେବ ଲକ୍ଷ୍ମୀ ବସଷ୍ଟାଣ୍ଡ। ଲାଗୁଥିବା ବସ୍ ଆସିବ, ଯାତାୟାତ ସୁଗମ ହେବ। ହେଲେ 1.5 ବର୍ଷ ଭିତରେ ନା ଏଠାରେ ଗୋଟିଏ ଲକ୍ଷ୍ମୀ ବସ୍ ଅଛି, ନା ଅଟିକିଛି, ନା ଷ୍ଟାଣ୍ଡରେ କେହି ଯାତ୍ରୀ ବସିବାର କିଏ ଦେଖିଛନ୍ତି। ଲୋକଙ୍କ ବଦଳରେ ଏହା ଏକ ବୁଲା ଗାଈଗୋରୁଙ୍କ ରହଣି ସ୍ଥାନ ପାଲଟି ଯାଇଛି। ପ୍ରତ୍ୟେକ ଦିନ 3ଟା ପଞ୍ଚାୟତର ହଜାର ହଜାର ଲୋକ ବିଭିନ୍ନ ସରକାରୀ କାମ ବାଙ୍କୀକୁ ଯିବାକୁ ପଡ଼ିଥାଏ, କିନ୍ତୁ ବସ୍ ସୁବିଧା ନଥିବାରୁ ଗାଡ଼ି ଭଡ଼ା କରି ଯାଇ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ବାଙ୍କୀ ଉପଜିଲ୍ଲାପାଳ ପ୍ରଣବ କୁମାର ବେହେରା କହିଛନ୍ତି, ସମସ୍ୟା ବିଷୟରେ ମୁଁ ଅବଗତ ଅଛି, ଏନେ ଏକ ପ୍ରସ୍ତାବ ମଧ୍ୟ ଦିଆଯାଇଛି। ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ପାଇଁ ଆମେ ଚେଷ୍ଟା କରିବୁ। ତେବେ ବାବୁଙ୍କ ଚେଷ୍ଟା କେବେ ଫଳପ୍ରଦ ହେବ ତାହା ହିଁ ଅପେକ୍ଷାରେ ରହିଲା, ଖବର ମିଳିଛି। ପରବର୍ତ୍ତୀ ଖବର, ସ୍କୁଟିକୁ ପଛରୁ ଧକ୍କା ଦେଲା ଗୋଟେ ବୋଲେରୋ, 5 ବର୍ଷ ଶିଶୁର ମୃତ୍ୟୁ, 2 ଗୁରୁତର। ପୁରୀ ବଡ଼ଦାଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସ୍କୁଟିକୁ ପଛକୁ ଧକ୍କା ଦେଲା ବୋଲେରୋ, ଚାଲିଗଲା 5 ବର୍ଷର ଶିଶୁର ଜୀବନ। ଏଥିରେ ଅନ୍ୟ 2 ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ବଡ଼ଦାଣ୍ଡରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୋଲେରୋକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉତ୍ତେଜନା ପୋଡ଼ାଜଳା ରାସ୍ତାରୋକର ଦୃଶ୍ୟ। ପୁରୀ ଭଳଗଣ୍ଡି ଛକରେ ଘଟିଥିବା ହୃଦୟ ବିଦାରକ ସଡ଼କ ଦୁର୍ଘଟଣା। ଦ୍ରୁତଗାମୀ ବୋଲେରୋ ଏକ ସ୍କୁଟିକୁ ଧକ୍କା ଦେବା ଫଳରେ 5 ବର୍ଷ ଶିଶୁଟି ସ୍କୁଟିରୁ ଛିଟକି ପଡ଼ିଥିଲା। ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଥିଲା। ମୃତ ଶିଶୁ କୁମୁଟି ସାହିର ଶ୍ରେୟାଂଶ ଦେବ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତଦେହ ଧରି ବଡ଼ଦାଣ୍ଡରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକେ। ଅନ୍ୟ 2 ଜଣ ଗୁରୁତରଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଶ୍ରେୟାଂଶ ତା ଅଜାଙ୍କ ସହ ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ନୂଆ ବର୍ଷ ଆରମ୍ଭରୁ ଦମ ଦେଖାଉଛି କି ଭାରତୀୟ ଟଙ୍କା ଡଲାର ତୁଳନାରେ ହେଉଛି ମଜବୁତ, ବଢୁଛି ମୂଲ୍ୟ। ନୂତନ ବର୍ଷ ଆରମ୍ଭରେ ଭାରତୀୟ ଟଙ୍କା ମଜବୁତ ହେଉଥିବା ଦେଖିବାକୁ ମିଳିଛି। ଶୁକ୍ରବାର ଜାନୁଆରୀ 2, 2024 ସପ୍ତାହର ଶେଷ ବ୍ୟବସାୟ ଦିନ ପ୍ରାରମ୍ଭିକ ବାଣିଜ୍ୟରେ ଟଙ୍କା ଆମେରିକୀୟ ଡଲାର ତୁଳନାରେ 6 ପଇସା ବୃଦ୍ଧି ପାଇ 89.92ରେ ପହଞ୍ଚିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆରବିଆଇ ନବେ ସ୍ତରକୁ ସୁରକ୍ଷା ଦେବା ପାଇଁ ସକ୍ରିୟ ଭାବରେ ହସ୍ତକ୍ଷେପ କରୁଥିବାରୁ ଟଙ୍କା ଏକ ସଂକୀର୍ଣ୍ଣ ପରିସର ମଧ୍ୟରେ କାରବାର କରିବ ବୋଲି ଫରେକ୍ସ ବ୍ୟବସାୟୀମାନେ ଆଶା କରୁଛନ୍ତି। ଘରୋଇ ଷ୍ଟକ୍ ବଜାର ଏକ ସକାରାତ୍ମକ ଧାରା ଟଙ୍କାକୁ ସମର୍ଥନ କରିଥିଲା, ଯଦିଓ ବିଦେଶୀ ପୁଞ୍ଜି ପ୍ରଭାବ ଜାରି ରହିବ ତା ଶକ୍ତିକୁ ସୀମିତ କରିଥିଲା। ପରବର୍ତ୍ତୀ ଖବର, ଫାଷ୍ଟଟ୍ୟାଗର ବଡ଼ ପରିବର୍ତ୍ତନ। ଏଥର ଫଟାଫଟ ଟୋଲ ପାର କରିବ ଗାଡ଼ି, ସରକାର ହଟାଇଲେ ବଡ଼ ନିୟମ। ନୂତନ ବର୍ଷ 2024 ଆରମ୍ଭ ହୋଇସାରିଛି ଏବଂ ଅନେକ ନିୟମ ପୂର୍ବରୁ ପରିବର୍ତ୍ତନ ହୋଇସାରିଛି। ଫାଷ୍ଟଟ୍ୟାଗ ସହିତ ଏପରି ଏକ ପରିବର୍ତ୍ତନ ହେବାକୁ ଯାଉଛି। ଯଦି ଆପଣ ଆପଣଙ୍କର ଫାଷ୍ଟଟ୍ୟାଗ ପାଇଁ KYC ଆବଶ୍ୟକତା ବିଷୟରେ ଚିନ୍ତିତ ଅଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ NHA ଫାଷ୍ଟଟ୍ୟାଗ ନିୟମରେ ଏକ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। 14 ଜାନୁଆରୀରେ ଜାରି ରହିବ ଶୀତଳ ଲହରୀ। ପରବର୍ତ୍ତୀ ଖବର, ଜାନୁଆରୀରେ ଜାରି ରହିବ ଶୀତଳ ଲହରୀ, କାଳିଆ କରିବ ଝାଡ଼, ପିଛା ଛାଡ଼ିବନି ଘନ କୁହୁଡ଼ି। ଏଥର ଓଡ଼ିଶାରେ ଶୀତ ପ୍ରବଳ ଥରାଇଲାଣି। ଶୀତ ଯେମିତିକି କୁହୁଡ଼ି ବି ସେମିତି ପିଛା ଛାଡ଼ୁନି। ପାଣିପାଗ ବିଭାଗର ବିସ୍ତାରିତ ଆକଳନ କହୁଛି, ଜାନୁଆରୀ ମାସରେ ବି ଜୋର ଶୀତ ସମ୍ଭାବନା ରହିଛି। ଓଡ଼ିଶାରେ ବର୍ତ୍ତମାନ ରାତି ତାପମାତ୍ରା 2 ଦିନ ପାଇଁ ସାମୟିକ ଭାବେ କମିବ। ରାତି ତାପମାତ୍ରା ପୁଣି 2ରୁ 3 ଡିଗ୍ରୀ ବଢ଼ିପାରେ। 3 ଦିନ ଅପରିବର୍ତ୍ତିତ ରହିବା ପରେ ପୁଣି ରାତି ତାପମାତ୍ରା ଖସିବ। ଶୀତ ବଢ଼ିବ, ପାଣିପାଗର ବିସ୍ତାରିତ ଆକଳନ କହୁଛି। ଆଗାମୀ ସପ୍ତାହରେ 8ରୁ 14 ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରୀ ଫେରିପାରେ। ଜାନୁଆରୀରେ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ଯେତିକି ରହିବା କଥା ତାଠାରୁ କମ୍ ରହିବା ସମ୍ଭାବନା ଅଛି। ଓଡ଼ିଶାରେ ଚଳିତ ଶୀତ ଋତୁରେ ସର୍ବାଧିକ କୁହୁଡ଼ି ହୋଇଛି। ଡିସେମ୍ବର 31 ଦିନ ମଧ୍ୟରେ 16 ଦିନ ଓଡ଼ିଶାରେ କୁହୁଡ଼ି ହୋଇଛି। ଏହା ଦେଶର ସର୍ବାଧିକ। ଉତ୍ତର ଭାରତର ହିମାଚଳ, କାଶ୍ମୀର, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶର ଦିଲ୍ଲୀ, ରାଜସ୍ଥାନରେ ବି ଏତେ ଦିନ ଧରି କୁହୁଡ଼ି ଲାଗି ରହିନି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ସୁନା ରୂପା ଦରରେ ବଡ଼ ଲମ୍ପ। ଦର ଜାଣିଲେ ଉଡ଼ିଯିବ ହୋସ୍। ଖୁବ୍ ଶୀଘ୍ର 2 ଲକ୍ଷ ଛୁଇଁବ ହଳଦିଆ ଧାତୁ। ଗ୍ରାହକମାନଙ୍କ ମଧ୍ୟରେ ସୁନା କିଣିବା ପାଇଁ ସବୁବେଳେ ଗ୍ରାହକ ଥାଏ, କିନ୍ତୁ ସୁନା ଓ ରୂପା ଦର ସବୁବେଳେ ପରିବର୍ତ୍ତନଶୀଳ। ଲଗାତାର କିଛି ମାସ ଧରି ସୁନା ଦର ବୃଦ୍ଧି ହେଉଥିବା କାରଣରୁ ଚିନ୍ତାରେ ଗ୍ରାହକ। ଆଜି ନୂତନ ବର୍ଷ ଦ୍ୱିତୀୟ ଦିନରେ ମଧ୍ୟ ସୁନା ଓ ରୂପା ଦରରେ ପରିବର୍ତ୍ତନ ହୋଇଛି। କେତେ ଅଛି ସୁନା ଦର, ଆସନ୍ତୁ ନଜର ପକାଇବା। ଆଜି ଭାରତୀୟ ବଜାରରେ 24 କ୍ୟାରେଟର ସୁନା 1,36,000
975 ଟଙ୍କା ରହିଛି। ସେହିପରି 22 କ୍ୟାରେଟର ସୁନା ଦର 1,24,850 ଟଙ୍କା ଛୁଇଁଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟର ସୁନା ମୂଲ୍ୟ 10 ଗ୍ରାମ ପିଛା 1,36,975 ଟଙ୍କା ରହିଥିବା ବେଳେ 22 କ୍ୟାରେଟ ସୁନାର ମୂଲ୍ୟ ହାର 1,24,850 ଟଙ୍କାକୁ ପହଞ୍ଚିଛି। ପରବର୍ତ୍ତୀ ଖବର, ଏହି ନୂଆ ବର୍ଷରେ ଘର ତିଆରି ହେବ ମହଙ୍ଗା, ବୃଦ୍ଧି ପାଇବ ସିମେଣ୍ଟ ଦର। ବ୍ୟାଗ୍ ପିଛା ନୂଆ ବର୍ଷ ଅବସରରେ ମୁଦ୍ରାସ୍ଫୀତି ସମ୍ପର୍କରେ ନ୍ୟାସଜନକ ଖବର ଆସିଛି। ପ୍ରକୃତରେ କମ୍ପାନୀଗୁଡ଼ିକ ସିମେଣ୍ଟର ମୂଲ୍ୟ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ ସିମେଣ୍ଟ କମ୍ପାନୀଗୁଡ଼ିକ ଦକ୍ଷିଣ ଭାରତରେ ସିମେଣ୍ଟର ମୂଲ୍ୟ ବୃଦ୍ଧି କରିବେ। ଏଥିରେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ସମେତ ଅନେକ ଅନ୍ୟାନ୍ୟ ରାଜ୍ୟ ଅନ୍ତର୍ଭୁକ୍ତ କୁହାଯାଉଛି। ପ୍ରତି ବସ୍ତା ସିମେଣ୍ଟରେ 20ରୁ 30 ଟଙ୍କା ବୃଦ୍ଧି ହୋଇପାରେ, ଫଳରେ ଘର ତିଆରି ପାଇଁ ମହଙ୍ଗା ହୋଇପାରେ। ଏହାପରେ ସିମେଣ୍ଟ ଷ୍ଟକ୍ରେ ବୃଦ୍ଧି ଦେଖାଯାଉଛି। ଜେକେ ସିମେଣ୍ଟ, ଡାଲମିଆ ଭାରତ, ଏସିସି, ଜେଏସଡବ୍ଲ୍ୟୁ ସିମେଣ୍ଟ, ଇଣ୍ଡିଆ ସିମେଣ୍ଟ ଏବଂ ଷ୍ଟାର ସିମେଣ୍ଟର ସେୟାର 2% ପର୍ଯ୍ୟନ୍ତ ବୃଦ୍ଧି ପାଇଛି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ବର୍ଷର ପ୍ରଥମ ଦିନରେ ଧୁରନ୍ଧର ଧମାକା, ଚତୁର୍ଥ ସପ୍ତାହରେ 100 କୋଟି କଳା କଲେକ୍ସନ। ନାମରେ କଳା, ଏହି ରେକର୍ଡ ବକ୍ସ ଅଫିସରେ ଧୁରନ୍ଧର ଝଡ଼ ଧମାକା କରୁଛି ଫିଲ୍ମ। ଦିନ ଗଡୁଛି ରେକର୍ଡ ପରେ ରେକର୍ଡ, ଭାଙ୍ଗି ଚାଲିଛି ରଣବୀର ସିଂ ଅଭିନୀତ ଫିଲ୍ମ ଧୁରନ୍ଧର। 2026ରେ ଦମଦାର ଆରମ୍ଭ କରି ବକ୍ସ ଅଫିସରେ ଆହୁରି ମଜବୁତ ହୋଇଛି। ଆଦିତ୍ୟ ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ବଲିଉଡ୍ ହିନ୍ଦୀ ସ୍ପାଇ ଥ୍ରିଲର ଫିଲ୍ମ ଡିସେମ୍ବର 2025ରେ ରିଲିଜ ହୋଇଥିଲା। ସେବେଠୁ ବକ୍ସ ଅଫିସରେ ଧମାକା କରୁଛି। ଏହି ଫିଲ୍ମଟି ଚତୁର୍ଥ ସପ୍ତାହରେ ରେକର୍ଡ ଭାଙ୍ଗି 100 କୋଟି କଲେକ୍ସନ କରିଛି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ଲୋକସଭା ଭବନରେ ରିଲ୍ସ କଲେ ହେବ ଆକ୍ସନ। ଆଇନ ମନ୍ତ୍ରୀ ରିଲ୍ସ ନିଶାରେ ଆଜିର ନୂଆ ଯୁବପିଢ଼ି। ଘରେ ହେଉ ବା ମନ୍ଦିର ସବୁଠୁ ରିଲ୍ସ କରିବାରେ ବ୍ୟସ୍ତ। ତେବେ ଲୋକସଭା ଭବନ ସମ୍ମୁଖରେ କରାଯାଇଥିବା ମାଲମାଲ ରିଲ୍ସକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଲୋକସଭା ଭବନରେ କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ବାହାର ଲୋକ, ସେଠି ରିଲ୍ସ କରିବା କୌଣସି ଆବଶ୍ୟକ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଲୋକସଭା ଭବନରେ ରିଲ୍ସ କରିବା ଉପରେ ଗାଇଡଲାଇନ ଆଣିବ ଗୃହ ବିଭାଗ। ପରବର୍ତ୍ତୀ ଖବର, ଗିଗ୍ ୱାର୍କର୍ସ, ସ୍ୱିଗି, ଜୋମାଟୋ ଭଳି କମ୍ପାନୀକୁ ବଳ ସରକାରଙ୍କ ଘୋଷଣା। 90 ଦିନ କାମ କଲେ ମିଳିବ ସାମାଜିକ ସୁରକ୍ଷା। ଗିଗ୍ ୱାର୍କର୍ସଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା। ସ୍ୱିଗି, ଜୋମାଟୋ, ଆମାଜନ ଭଳି କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଜାରି ହେଲା ଚିଠା ନିୟମାବଳୀ। ଏହି ନିୟମାବଳୀ ଅନୁଯାୟୀ ଯେକୌଣସି ଆପ୍ କିମ୍ବା ଏଗ୍ରିଗେଟ୍ ମାଲିକ ଥାର୍ଡ ପାର୍ଟି ପାଖରେ 90 ଦିନ କାମ କଲେ ଗିଗ୍ ୱାର୍କର୍ସଙ୍କୁ ସାମାଜିକ ସୁରକ୍ଷା ମିଳିବ। ଚାକିରି ଚାଲିଗଲେ 45 ଦିନ ଭିତରେ ପୁଣି ତାଲିମ ପାଣ୍ଠି ମିଳିବ। ନୂତନ ଶ୍ରମ ଆଇନ ଅନୁଯାୟୀ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଅନ୍ୟାନ୍ୟ ପଦକ୍ଷେପ ସହିତ ଗିଗ୍ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ, ଜୀବନ ଏବଂ ବ୍ୟକ୍ତିଗତ ଦୁର୍ଘଟଣା ବୀମା ଭଳି ସାମାଜିକ ସୁରକ୍ଷା କଭରେଜ ବାଧ୍ୟତାମୂଳକ କରାଯାଇଛି। ଶ୍ରମ ମନ୍ତ୍ରଣାଳୟ ଇ-ଶ୍ରମ ପୋର୍ଟାଲରେ ଗିଗ୍ କର୍ମଚାରୀଙ୍କୁ ପଞ୍ଜୀକରଣ କରିବା ଆରମ୍ଭ କରିଛି। 16 ବର୍ଷରୁ ଉର୍ଦ୍ଧ୍ୱ ପଞ୍ଜୀକରଣ କରିପାରିବେ। ଆଧାର ଲିଙ୍କ ପଞ୍ଜୀକରଣ କରିବାକୁ ପଡ଼ିବ। ସେମାନେ ଆୟୁଷ୍ମାନ ଭାରତ ପାଇଁ ଯୋଗ୍ୟ ହେବେ। ଏହି ନିୟମାବଳୀକୁ ନେଇ ସରକାର ପରାମର୍ଶ ମାଗିଛନ୍ତି।